କହିବି ତମେ ଶୁଣିବ। ଗପ ନାଁ ହଉଛି ମାଙ୍କଡ଼ ଓ ଟୋପିବାଲା। ଗପ ନାଁ କଣ? ଦିନେ ଗୋଟିଏ ଟୋପି ବିକାଳି ଟୋକେଇରେ ଟୋପି ଧରି ଗାଁକୁ ବିକିବାକୁ ଆସିଲା। ଗାଁକୁ କିଏ ଆସିଲା ବିକିବାକୁ? ଟୋପି ବିକାଳି। ସେଦିନ ଖୁବ୍ ଖରା ହୋଇଥାଏ। ଦିନେ ହୋଇ ଗୋଟେ ଗଛ ମୂଳେ ବସି ଥକା ମେଣ୍ଟାଇଲା। ଟୋପି ବିକାଳି କେଉଁଠାରେ ବସିଲା? ଗଛ ମୂଳେ। ସେହି ଗଛ ଉପରେ ଦଳେ ମାଙ୍କଡ଼ ବସିଥିଲେ। କିଛି ସମୟ ପରେ ଟୋପି ବିକାଳିକୁ ନିଦ ଲାଗିଲା। କାହାକୁ ନିଦ ଲାଗିଲା? ସେ ଶୋଇ ପଡ଼ିବା ଦେଖି ମାଙ୍କଡ଼ମାନେ ତଳକୁ ଓହ୍ଲାଇ ଆସିଲେ। ଟୋକେଇରୁ ଟୋପି ନେଇ ମୁଣ୍ଡରେ ପିନ୍ଧି ଗଛ ଉପରକୁ ଉଠିଗଲେ। ଟୋପି ବିକାଳି ଉଠି ଦେଖିଲା ଯେ ଟୋପି ଗୁଡ଼ିକୁ ମାଙ୍କଡ଼ମାନେ ନେଇଯାଇଛନ୍ତି। ସେ ମାଙ୍କଡ଼ମାନଙ୍କୁ ମାଗିଲା, କିନ୍ତୁ ସେମାନେ ଦେଲେ ନାହିଁ। ଟୋପି ବିକାଳି ମାଙ୍କଡ଼ମାନଙ୍କୁ କ'ଣ ମାଗିଲା? ଟୋପି ମାଗିଲା। ସେ ଗୋଟିଏ ଉପାୟ ପାଞ୍ଚିଲା। କିଏ ଉପାୟ ପାଞ୍ଚିଲା? ଟୋପି ବିକାଳି ନିଜ ମୁଣ୍ଡରୁ ଟୋପି ବାହାର କରି ଫୋପାଡ଼ି ଦେଲା। ଏହା ଦେଖି ମାଙ୍କଡ଼ମାନେ ମଧ୍ୟ ନିଜ ନିଜ ମୁଣ୍ଡରୁ ଟୋପି ସବୁ ବାହାର କରି ତଳକୁ ଫିଙ୍ଗି ଦେଲେ। ଟୋପି ବିକାଳି ଟୋପି ଗୁଡ଼ିକୁ ଗୋଟାଇ ଟୋକେଇରେ ପୁରାଇ ଦେଲା ଏବଂ ଟୋକେଇକୁ ନେଇ ଖୁସିରେ ଚାଲିଗଲା। ତୁ କେମିତି କହିଛୁ? ଲୋଭୀ କୁକୁର। କୁକୁରଟିଏ ରାସ୍ତା କଡ଼ରୁ ମାଂସ ଖଣ୍ଡିକ ପାଇ ପାଟିରେ ଧରି ମନ ଖୁସିରେ ଦୌଡ଼ିଲା। କୁକୁର କ'ଣ ପାଇଲା? ମାଂସ ଖଣ୍ଡିକ କୁକୁର ପାଇଲା। ଯିବା ବେଳେ ବାଟରେ ନାଳଟିଏ ପଡ଼ିଲା। ବାଟରେ କ'ଣ ପଡ଼ିଲା? ନାଳ ଉପରେ କାଠ ପୋଲଟିଏ ଥିଲା। ନାଳ ଉପରେ କେଉଁ ପୋଲ ଥିଲା କୁହ? ସେଇ କାଠ ପୋଲ ଉପରେ ସେ ଆର ପଟକୁ ଯାଉଥିଲା। ପୋଲ ଉପରେ ଯାଉ ଯାଉ ତଳେ ପାଣିରେ ତାର ନିଜ ଛାଇକୁ ଦେଖିଲା। କୁକୁର କ'ଣ ଦେଖିଲା ପାଣିରେ? ଛାଇକୁ ଦେଖିଲା। ପାଣିରେ ଛାଇ ଦେଖି ଭାବିଲା, ଆଉ ଗୋଟିଏ କୁକୁର ମାଂସ ଖଣ୍ଡିଏ ଧରି ଯାଉଛି। ତାର ଲୋଭ ହେଲା। କାହାର ଲୋଭ ହେଲା କୁହ? ମାଂସ ଖଣ୍ଡିକୁ ଛଡ଼ାଇ ଆଣିବ ଭାବି ସେ ଭୋ କରି ଭୁକିଲା। ଫଳରେ ତାର ନିଜ ପାଟିରୁ ମାଂସ ଖଣ୍ଡଟି ପାଣିରେ ପଡ଼ିଗଲା। ବିଚରା କଟି ମନ ଦୁଃଖରେ ଘରକୁ ଫେରିଲା।